ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ମାନସ ମହାପାତ୍ର ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜିର ବିଷୟବସ୍ତୁ, ଆପଣଙ୍କ ଘରେ ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କ ଉପରେ ରାଗୁଥାନ୍ତି କିମ୍ବା ଘରେ ବାରମ୍ବାର କୌଣସି ନା କୌଣସି କାରଣରୁ ଝଗଡ଼ା ହେଉଥାଏ, ଯେ କ'ଣ କ'ଣ କଲେ ଆପଣଙ୍କ ଘରେ ଆଉ ଝଗଡ଼ା ହେବନି ଏବଂ ସ୍ୱାମୀ ମଧ୍ୟ ରାଗିବେନି। ଜମା 3ଟି ପଏଣ୍ଟ କହୁଛି। ପ୍ରଥମ ପଏଣ୍ଟ, 7ଟି ରବିବାର। ସ୍ୱାମୀର ବୟସ ସଂଖ୍ୟା ଯେତିକି ସେତିକିଟା ଶୁଖିଲା ଲଙ୍କାର ମଞ୍ଜି, ଡେମ୍ଫ ଥିବା ଶୁଖିଲା ଲଙ୍କାର ମଞ୍ଜି ସ୍ୱାମୀ ଥିବା ଅବସ୍ଥାରେ ସ୍ୱାମୀ ନ ଜାଣିବା ହିସାବରେ ଅଗ୍ନିରେ ପକେଇବେ। ଯେତେବେଳେ ଅଗ୍ନିରେ ସେ ମଞ୍ଜି ଗୁଡ଼ିକୁ ପକେଇବେ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମନ ଭିତରେ ସ୍ମରଣ କରିବେ ଯେ ହେ ପ୍ରଭୁ, ମୋର ସ୍ୱାମୀର ରାଗ କେମିତି ଶାନ୍ତି ହେଉ। ଇଏ ହେଲା ପ୍ରଥମ ଉପାୟ। ଦ୍ୱିତୀୟ ଉପାୟ ହେଉଛି ଯେ କି ପ୍ରତି ରବିବାର ଦିନ ସ୍ୱାମୀର ଗୋଡ଼ ଧୋଇଦେବେ। ଗୋଡ଼ ଧୋଇ ସାରିଲା ପରେ ଭଲ ଭାବରେ ତମ୍ବା ପାତ୍ରରେ କିଛି ପାଣି ନେବେ, ସ୍ୱାମୀର ଡାହାଣ ଗୋଡ଼ର ବୁଢ଼ାଆଙ୍ଗୁଠିକୁ ଧୋଇଦେବେ। ସେ ପାଣିକି ଆପଣଙ୍କ ପିଇବେ। 7ଟି ରବିବାର କରିବାକୁ ପଡ଼ିବ। ତୃତୀୟ ଉପାୟ, ଯେ କି ପ୍ରତି ଶନିବାର ଦିନ ଦେଉଳ ପାରାର ବିଷ୍ଠାକୁ ସଂଗ୍ରହ କରି, ଥରେ ମାତ୍ର ସଂଗ୍ରହ କରିଥିବେ, ଦେଉଳ ଉପରେ ପଡ଼ିଥିବା ପାରାର ବିଷ୍ଠାକୁ ସଂଗ୍ରହ କରିଥିବେ ଥରେ ମାତ୍ର। ସେ ବିଷ୍ଠାକୁ ଆଣିବେ, ଯେମିତି ଝୁଣା ଧୂଆଁ କରନ୍ତି ସେଇଭଳି ନଡ଼ିଆ କତାରେ ଅଗ୍ନି ସଂଯୋଗ କଲା ପରେ ଧୂଆଁ ବାହାରିବ। ସେ ଅଗ୍ନି ଉପରେ କ'ଣ କରିବେ ନା ପାରାର ବିଷ୍ଠାକୁ ଚୂନା କରିକି ପକେଇବେ। ସେ ଯେଉଁ ଧୂଆଁ ବାହାରିବ, ସେ ଧୂଆଁକୁ କ'ଣ ନା ଆପଣଙ୍କର ରୋଷେଇ ଘର ଠାକୁର ଘରକୁ ବାଦ ଦେଲା ପରେ ଅନ୍ୟାନ୍ୟ ଘର ମାନଙ୍କରେ ସବୁ ବୁଲେଇ ଦେବେ। 7ଟି ଶନିବାର କରିବେ। କଲେ ଆପଣଙ୍କ ଘରେ ଆଉ ଝଗଡ଼ା ଝାଟି ହେବ ନାହିଁ। ବିଶେଷ କରି ଦେଖାଯାଏ, ଜାତକରୁ ବିଚାର କରାଯାଏ, ଦ୍ୱିତୀୟ ସ୍ଥାନ ହେଉଛି କୁଟୁମ୍ବ ସ୍ଥାନ, ଆଉ 7ମ ସ୍ଥାନ ହେଉଛି ଦାମ୍ପତ୍ୟ ବା ପତ୍ନୀର ସ୍ଥାନ। ଦ୍ୱିତୀୟ ସ୍ଥାନ କୁଟୁମ୍ବ ସ୍ଥାନ। ସେ ସ୍ଥାନରେ ଆପଣଙ୍କର କୋଉ ଗ୍ରହ ଅଛନ୍ତି, କିଭଳି ଭାବରେ ଅଛନ୍ତି, ଦ୍ୱିତୀୟକୁ କିଏ ଦେଖୁଛନ୍ତି, ବା ଦ୍ୱିତୀୟାଧିପତି ଜାତକରେ କେତେ ବଳବାନ ଅଛନ୍ତି ନା ଦୁର୍ବଳ ଅଛନ୍ତି, ତାକୁ ମଧ୍ୟ ବିଚାର କରିବାକୁ ପଡ଼ିବ। ସେମିତି ସପ୍ତମାଧିପତି କେତେ ବଳବାନ ଅଛନ୍ତି, କୋଉଭଳି ଭାବରେ ଅଛନ୍ତି, ଉଚ୍ଚସ୍ଥ ନିଚସ୍ଥ, ଉଚ୍ଚ ନବାଂଶସ୍ଥ, ନିଚ ନବାଂଶସ୍ଥ, କି ଡିଗ୍ରୀ ହିସାବରେ 0ରୁ 6 କିମ୍ବା 24ରୁ 30, କୋଉଭଳି ଭାବରେ ଅଛନ୍ତି, ଶନିଙ୍କ ଦୃଷ୍ଟିରେ ଅଛନ୍ତି କି, ରାହୁଙ୍କ ଦୃଷ୍ଟିରେ ଅଛନ୍ତି କି, ମଙ୍ଗଳ ସେ ଜାଗାରେ ଅଛନ୍ତି କି 7ମ ସ୍ଥାନରେ, ଯେ ସେଗୁଡ଼ା ତେଣୁ ପୁଙ୍ଖାନୁପୁଙ୍ଖ ସମ୍ପୂର୍ଣ୍ଣ ରୂପେ ଆଲୋଚନା କଲା ପରେ ଅଧିକ କିଛି ଜାଣିହେବ। ସେଥିପାଇଁ ମୋର ନମ୍ବର ରହିଛି 9348102129। এই ନମ୍ବରରେ ଆପଣ ଯୋଗାଯୋଗ କରନ୍ତୁ। ଅଧିକ ଜାଣିବା ପାଇଁ ମୁଁ ଆପଣଙ୍କୁ ମଧ୍ୟ ଜଣାଇ ପାରିବି। ବ୍ୟକ୍ତିଗତ ଭାବରେ ସମୟ ମଧ୍ୟ ଲାଗିବ। ମୋର ଆଜିର ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା ଆପଣ କମେଣ୍ଟ ବକ୍ସରେ ଜଣାଇବେ। ଯଦି ଭଲ ଲାଗିଥିବ ଆପଣଙ୍କୁ ଜୟ ଜଗନ୍ନାଥ କମେଣ୍ଟ ବକ୍ସରେ ଲେଖିଲେ ମଧ୍ୟ ମୁଁ ଖୁସି ହେବି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।